ନାଇଁ ଯଦି ନଙ୍ଗଳା ହବା 2 ଜଣ ଯାକ ନଙ୍ଗଳା ହବା କାହିଁକି ଆଉ ଇଜ୍ଜତ ତ ମୋର ଆଉ ନାହିଁ। ଲଙ୍ଗଳା ଆମେ ହଉନୁ ଲଙ୍ଗଳା ହଉ ଅଲରେଡ଼ି ତ 2 ଜଣ ହେଇସାରିଛ ଆହୁରି ଲଙ୍ଗଳା ହୁଅ। ଆମେ ତ ବଇଛୁ କାମର କିଛି କାମ ଧନ୍ଦା ନାହିଁ। ଆମେ କେବଳ ତମେ ସବୁ ନଙ୍ଗଳା ହବ ଆମେ ସବୁ ଦେଖିବୁ। ଆମର ଆଉ କିଛି କାମ ନାହିଁ। ତମେ ସିନା କୁଆଡେ ସେଟିଂ କରିକି ଫରେନ୍ ପଳେଇବ ମୋଠୁ ପଇସା ନେଇକି ମୁଁ କଣ କରିବି। ଆଚ୍ଛା ଭାଇ ଗୋଟେ କଥା ଗୁଲା ଭାଇ କ'ଣ ମଝିରେ କହିଦେଇଗଲେ ଯେ ଭାଉଜ କ'ଣ ବିଦେଶ ସେଟିଂ ଏଠିକା ସେଟିଂ ନୁହେଁ। ଯେମିତି ପିସାଙ୍କର ସବୁ ସୁରଟ ଭାଉଜଙ୍କର ପୁଣି କ'ଣ ବିଦେଶ ଫରେନ୍ କ'ଣ ସେଟିଂ ହେଇଯାଇଛି। ଭାଇ ଇଏ ତ ପୁରା ଖେଳ ପୁରା ଅଲଗା ପ୍ରକାର ଚାଲିଛି 2 ଜଣଙ୍କ ଭିତରେ। ଆମେ ଖାଲି ଯାହା ଦେଖିବା କଥା। କୋଉ ଝିଅ ମତେ ଆଉ ବାସି ବାଳରେ ପଚାରିବିନି ଓଡିଶାରେ ବାହା ହେଇପାରିବିନି। ଆଉ ଗୋଟେ କଥା ଗୁଲା ଭାଇ ଏକଥା ବି କହୁଛନ୍ତି ଯେ ଏଇ ଲଙ୍ଗଳା ହେଲା ପରେ ଆଉ ତାଙ୍କୁ କେହି ଝିଅ ଦେବେନି। ପାଣି ଗୁଡିକି ଆଣ୍ଠି ଏଠି କିଏ କୋଉ କାନ୍ଦି ବୋବେଇକି ଭିଡ଼ିଓ କରୁଛି ଯେ ମୋତେ ମାରିଦେବେ ଧମକେଇ ଦେବେ କିନ୍ତୁ ଲାଳ ଅଂଶ କମୁନାହିଁ ଯେ ଆଗେ ଚିନ୍ତା ପଡ଼ୁଛି ଯେ ମୁଁ ଏତେ ବଦନାମ ହେଲା ପରେ ମୋତେ ଓଡ଼ିଶାରେ ଝିଅ କିଏ ଦେବେ। ମାନେ ଇଏ ଲୋକକୁ କ'ଣ କହିବୁ ଏ ଯେଉଁ ପରିସ୍ଥିତି ହେଇଯାତେ ତୁମ ଘର କଳି ଘର ଝଗଡ଼ାକୁ ନ ସମ୍ଭାଳିକି ସିଏ ହେଇସାତେ ଚିନ୍ତାରେ ତାର ଭିଡ଼ିଓ ଦେଖିକି ଲାଗୁଛି ସେ ଟେନସନ୍ ଅଛି ଯେ ମୋତେ ଝିଅ କେମିତି ମିଳିବ। ଆରେ ଭାଇ ବର୍ତ୍ତମାନ କିଛି ସମୟ ପାଇଁ ତ ଝିଅକୁ ଛାଡ଼ ଟିକେ ବର୍ତ୍ତମାନ ତ ଟିକେ କମେଇ ଦେ। ଆଉ ସିଏ ଲୋକ ଯେତେ ତୋ ସପୋର୍ଟ ନେବି ତୋର ଯେଉଁ ଚରିତ୍ର କଥା ତୋ କଥାରୁ ବା ତୋ ଚରିତ୍ରଟା ବର୍ଣ୍ଣନ ହେଇଯାଉଛି ତ ଅଟୋମେଟିକ୍ କହୁଛୁ ଯେ ମୋତେ କେହି ଝିଅ ଦେବେନି। ମାନେ ତୁ ଅଲରେଡ଼ି ସେ ଡିଭୋର୍ସ ହେଇନି କିନ୍ତୁ ଏପଟରେ ତମର ପ୍ଲାନିଂ ଚାଲିଲାଣି କେମିତି ମୁଁ ଆଉ ଗୋଟେ କାହାକୁ ବାହା ହେବି। ଭାଇ ସତ କଥା ଏ ନାଳୁଆ ମାନଙ୍କ ଯୋଗୁଁ ମାନେ ପୁରା ମାନେ ବେକାର ଲାଗୁଛି। କ'ଣ କହିବି ଭାଇ। ଜୟ ଜଗନ୍ନାଥ। जिस राह पे तुम चल रहे हो बेटा एक दिन बुरी तरह फंसोगे। ନମସ୍କାର ଭଲ ତ ସବୁ ଭଲ ତ ଇଏ ସୁରଟ ରୁ ଆଣିଛି ସବୁ ତ ସୁରଟ ଆମର ସବୁ